ବଗଲା ଧର୍ମଶାଳା ଗରିବ ପାଇଁ ସମର୍ପିତ ହୋଇଥିଲା। ପୂର୍ବ ସରକାର ସମୟରେ 6 ଜଣଙ୍କୁ ଏହା ଆବଣ୍ଟନ ହୋଇଥିଲା। ଏହି ସମୟରେ ବିଜେପି ବିରୋଧୀ ଦଳରେ ଥିବାରୁ ଖୋଦ୍ ସମ୍ବିତ ପାତ୍ର, ଯିଏକି ବର୍ତ୍ତମାନର ସାଂସଦ, ମାନ୍ୟବର ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଏହାପରେ ମାନ୍ୟବର କୋର୍ଟ ଏହା ଉପରେ ରହିତାଦେଶ ଲଗାଇଥିଲେ। ଏହି ମାମଲାରେ ଖୋଦ୍ ପ୍ରଭାତୀ ପରିଡ଼ା, ଯିଏକି ଉପମୁଖ୍ୟମନ୍ତ୍ରୀ ଅଛନ୍ତି, ବର୍ତ୍ତମାନ ସମୟରେ ସେ ମଧ୍ୟ ଏହି ମାମଲାରେ ଚୁପ୍ ଅଛନ୍ତି। ବର୍ତ୍ତମାନ ବଗଲାରେ ଜଣେ ସେବାୟତ ସେଠି ନିର୍ମାଣ କରୁଛନ୍ତି। ଆମ୍ ଆଦମୀ ପାର୍ଟିର ପ୍ରଶ୍ନ ଯେ ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ କେମିତି ଜଣେ ଅବମାନନା କରି ନିର୍ମାଣ କରୁଛି ଓ ତାକୁ ଜିଲ୍ଲା ପ୍ରଶାସନ ରୋକ କରୁନାହିଁ। ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିବା ପରେ ମଧ୍ୟ ଏହାର ନିର୍ମାଣ ଏପର୍ଯ୍ୟନ୍ତ ଚାଲିବା ଆଶ୍ଚର୍ଯ୍ୟ ଲାଗୁଛି। ସାଂସଦ ଓ ଉପମୁଖ୍ୟମନ୍ତ୍ରୀ ଏହି ମାମଲାରେ ଚୁପ୍ ରହିବାରୁ ଜଣାପଡୁଛି ଯେ ବିଜେପି ହାଇକୋର୍ଟକୁ ବି ମାନୁନାହିଁ। ତେଣୁ ଆମ୍ ଆଦମୀ ପାର୍ଟି ଚେତାବନୀ ଦେଉଛି ଯେ ଯଦି ପ୍ରଶାସନ ଓ ସରକାର ଏହି ନିର୍ମାଣକୁ ବନ୍ଦ ନ କରନ୍ତି ତେବେ ଆମେ ଆଗାମୀ ଦିନରେ ଆମରଣ ଅନଶନ କରିବାକୁ ବାଧ୍ୟ ହେବୁ। ପୁରୀର ସୁରକ୍ଷା ଓ ଆଇନ ରକ୍ଷା ପାଇଁ ଆମେ ଜୀବନ ଦେବାକୁ ବି ପ୍ରସ୍ତୁତ ଅଛୁ। ଆମର ଯଦି କ୍ଷତି କିଛି ହୁଏ ତେବେ ପ୍ରଶାସନ ଓ ବିଜେପି ସରକାର ଉତ୍ତରଦାୟୀ ରହିବେ। ଆଜିର ଏହି କାର୍ଯ୍ୟକ୍ରମରେ ସଞ୍ଜୀବ ମହାନ୍ତି, ତପସ୍ୱିନୀ ଜଗଦେବ, ସନ୍ଧ୍ୟା ଦାସ, ସମୀନା ନାୟକ, ରମାକାନ୍ତ ସ୍ୱାଇଁ, ରବୀନ୍ଦ୍ର ସାହୁ, ଦେବ ପ୍ରଧାନ, ଅନିଲ ସେନାପତି, ଜନ୍ମେଜୟ ସ୍ୱାଇଁ, ଯୁଧିଷ୍ଠିର ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ।